এটা ଗୋଟେ ସ୍ଥାୟୀ ସଂସ୍ଥା ନୁହଁ। ପିୟୁଷ ବି ତ ଆପଣଙ୍କ ପାଖରେ କାମ କରୁଥିଲେ। ହଁ ସେମିତି ଅଭଦ୍ର ନୁହଁ, ଏଭଳି ଏକ ନା। ସେ କଳାକାର ନିଜକୁ ଭାଇରାଲ କରିବା ଯେମିତି ପିୟୁଷ, ଏବେ ତାଙ୍କର ହାଇ ଡିମାଣ୍ଡ। ମାଲିକ କଳି, କଳାକାରଙ୍କର ବହୁତ ଡିମାଣ୍ଡ। କଳି କରିବା ଦେଖିଲେଣି? ମୁଁ କେବେ କଳି କରିବା ଲେଖିଦେଣି? ଗଲା ଗଲା କଣ ଆଉ ଜଣେ କିଏ ତିଆରି ହବ ଫେର ଚାଲିବ କଣ ଅଛି। ତାହେଲେ କ୍ଷମା କରିଦଉଛନ୍ତି ଆପଣ ସାଇ ପାଇଲେ। ଶୁଣନ୍ତୁ, ଯୋଉ ସିଏ ଅତି ବାପ ଭଳିଆ ମାନନ୍ତି, ମୁଁ ପୁଅ ଭଳି କ୍ଷମା କରିବି। ସିଏ ଯଦି ଚ୍ୟାଲେଞ୍ଜ ଲାଇନ୍କି ଯିବେ, ମୁଁ ହଉଛି ପାହାଡ଼। ସେ ଚ୍ୟାଲେଞ୍ଜ ଲାଇନ୍ ପାହାଡ଼, ଟଙ୍କା ଲାଇନ୍ ପାହାଡ଼ କଥା କହୁନି। ଛାଡ଼ିବା ଜନ୍ତୁକୁ ନୁହଁ। ଯାତ୍ରା ଦରକାର ପଡ଼ିଲେ ସମୟ ଆସିବ, ଲୋକଙ୍କର ଶିକାର ହେଇ ଯାତ୍ରା ଛାଡ଼ିଦେବ। ଭାବୁଛି କିଏ ଯୋଉ ଯାହା ଚାହିଁବ ସେ ହେଇଯିବ। ଚାକିରି କରିଛି, ଏଟା ଗୋଟେ ସ୍ଥାୟୀ ସଂସ୍ଥା ନୁହଁ। ପିୟୁଷ ବି ତ ଆପଣଙ୍କ ପାଖରେ କାମ କରୁଥିଲେ। ହଁ ସେମିତି ଅଭଦ୍ର ନୁହଁ, ଏଭଳି ଏକ ନା। ଆପଣ ଜାଣିନାହାନ୍ତି ତା ଅଣ୍ଟା ଭାଙ୍ଗିଗଲା। ଅଣ୍ଟା ଭାଙ୍ଗିଲା ପରେ ଡାକ୍ତର କହିଲା ମାସେ ଘରେ ରହିବ ପିୟୁଷ, କିନ୍ତୁ ତାର ବିବେକ ଏତେ ଇଏ, ମୁଁ ତାକୁ ଦେଖିବାକୁ ଯାଇଛି। ସିଏ ଯାଇକି ନାଚ କଲା, ଗୋଟେ ଦିନ ସମ୍ଭାଳି ହେଇପାରିଲା ନାହିଁ, ନା ପାଟିର କ୍ଷତି ହେଇଯିବ। ଏ ଯୋଉ ଆତ୍ମୀୟତା ଜୀବନ ସାରା ଭୁଲିବେନି। ଯୋଉମାନେ ମାଲିକକୁ ନିନ୍ଦା କରନ୍ତି କଣ ହବ? ସେଇଟା ଆପଣ ମାନେ ଜାଣିତେ, ମୁଁ କହିବାର କଣ। ମୁଁ ବାପକୁ ଯିଏ ନିନ୍ଦା କରିବ କଣ ହବ? ବହୁତ ଲୋକ ଜାଣିଛନ୍ତି ବାପୁ ନିନ୍ଦା କରନ୍ତିନି ବାପା ମାଙ୍କୁ ଯିଏ ନ ପଚାରେ ସେ କାହାରିକି ପଚାରିବନି। କିନ୍ତୁ ମାଲିକ କଳାକାରଙ୍କ ବିବାଦ ଆଇନର କାଠଗଡାକୁ ଯିବା ଉଚିତ ନୁହଁ। ମୋର ଏଠି ଟଙ୍କାର କଥା, ତାର କାଠଗଡାକୁ ଯାଉ ନ ଯାଉ, ତାର ଆରେଷ୍ଟ ହଉ ନତୁ, ମୁଁ ଟଙ୍କା ପାଇବି, ମୋର ମୁଖ୍ୟ କଥା। ଟଙ୍କା ନେବି, କଣ କହିଲି କହିଲ? ଟଙ୍କା ତାର ବନ୍ଧା ନ ହଉ ସେ କଥା ମୁଁ ଜାଣିନି। ଟଙ୍କା ହାଇକୋର୍ଟ ଦବ।